ସମସ୍ତେ ସାଧନ ପଥର ପଥିକ। ଯୋଗ ସାଧନ କରୁଛୁ ଆମେ। ଯୋଗର ଯେଉଁ ଅନୁଶାସନ ଗୁଡ଼ାକ ଅଛି ଆମେ ସେଥିରେ ନିଜ ମନକୁ ବା ନିଜକୁ ତାର ଧାରାରେ ପକାଉଛୁ। ତ ସେଥିପାଇଁ ଅଥଃ ଯୋଗାନୁଶାସନ ବୋଲି କୁହାଯାଏ। କିନ୍ତୁ ଆମେ ଜଣେ ଯେହେତୁ ସଂସାରୀ ମଣିଷ, ତେଣୁ ସଂସାର ଭିତରେ ରହିବା ପାଇଁ ହେଲେ ଆମକୁ ସମସ୍ତଙ୍କ ସହିତ ଚଳିବାକୁ ପଡ଼ିବ। ଆଉ ଏ ଯୋଗ ହିଁ ଶିଖାଏ ଆମକୁ ସମସ୍ତଙ୍କ ସାଙ୍ଗରେ କେମିତିକା ଆମେ ଠିକରେ ଚଳିବା। ସେଥିପାଇଁ ଆମ ଭିତରେ ଅନେକ ପ୍ରକାରର ଗୁଣଧର୍ମ ଅଛି। ସେ ଗୁଣଧର୍ମ ଭିତରୁ ଅହଙ୍କାର ବି ଗୋଟେ ଗୁଣ, ଈର୍ଷା ଗୋଟେ ଗୁଣ। ତ ଆମେ ଆଜି ବିଶେଷ ଭାବରେ ଈର୍ଷା ଉପରେ ଚର୍ଚ୍ଚା କରିବା। ଥରେ ଚର୍ଚ୍ଚା ଯଦି ହେଇଥିଲା, କମ୍ ଲୋକ ଉପସ୍ଥିତ ଥିଲେ। ତେଣୁ ଆଜିକାର ବିଷୟବସ୍ତୁ ହେଉଛି ଈର୍ଷା କ'ଣ, ଈର୍ଷାରୁ କେମିତି ଆମେ ମୁକ୍ତି ପାଇବା, ଈର୍ଷାର କାରଣ କ'ଣ, ଆଉ ଈର୍ଷା କାହିଁକି ଆସେ। ତ ଈର୍ଷାକୁ ବୁଝିବା ପୂର୍ବରୁ ମୁଁ ଛୋଟ କଥା ଗୋଟେ କହିଦେଉଛି ଯେ ଅହଂ ଆଉ ଗୋଟେ ହେଉଛି ଅହଙ୍କାର। ଅହଂ ହେଉଛି ମୁଁ। ଅହଂରେ ଯଦି ଆକାର ଲାଗିଗଲା ତାହେଲେ ଅହଙ୍କାର ହେଇଯିବ। ଅହଂରେ ଯେତେ ପର୍ଯ୍ୟନ୍ତ ଆକାର ଲାଗିନାହିଁ, କୌଣସି ଆକାର ଲାଗିବ ନାହିଁ। ଯେମିତିକା ମୁଁ ଅଛି, ତାହା ଅହଙ୍କାର ନୁହେଁ, ଅହଂ। ମୋର ସବୁ ଅଛି ବା ମୁଁ ମୁନି, ମୁଁ ଯୋଗୀ, ଏ ଯୋଉ ବିଶ୍ଳେଷଣ ଗୁଡାକ ଲାଗି ହେଉଛି ନା, ଏ ଯୋଉ ଆମ ପଛଆଡେ ସବୁ, ତ ସେଇଟାକୁ ଆମେ କେତେ ଦୂର ତାକୁ କେ ପ୍ରକାର କେ ଦୃଷ୍ଟିରୁ ଗ୍ରହଣ କରିକି କେ ପ୍ରକାର ଚଳୁଛୁ, ତାହା ହିଁ ନିର୍ଣ୍ଣାୟକ ହୁଏ ଆମମାନଙ୍କର ସାଧନା ପଥରେ ଅଗ୍ରସର ହେବା ପାଇଁ। ଆଉ ଯୋଉ ବ୍ୟକ୍ତି ଅହଙ୍କାରରେ ବଶୀଭୂତ ହେଇଯାଏ, ହିଂସା ତା ଭିତରେ ଜନ୍ମ ନିଏ, ଆଉ ହିଂସାରୁ ଈର୍ଷା ବି ଆସେ। ଆମେ ବିଶେଷ ଭାବରେ ଆଜି ସେଇ ଈର୍ଷା ଉପରେ ଆମେ ଆଲୋଚନା କରିବା। ଈର୍ଷା କାହାକୁ କହନ୍ତି? ଆପଣମାନେ କହନ୍ତି ଇଏ ମୋତେ ଈର୍ଷା କରୁଛି, କିନ୍ତୁ ଈର୍ଷାର ସ୍ୱରୂପ କ'ଣ? ଗୋଟିଏ ବାକ୍ୟରେ କହିଲେ ଯେ ଅନ୍ୟର ଉନ୍ନତି ଦେଖି ସହି ନ ପାରିବାକୁ ଈର୍ଷା ବୋଲି କୁହାଯାଏ। ଅନ୍ୟର ଉନ୍ନତି ଦେଖି ତମ ଭିତରେ ଯଦି ଦୁଃଖ ଆସୁଛି, ତମେ ଅସହିଷ୍ଣୁ ହେଇଯାଉଛ, ତ ଜାଣ ଈର୍ଷାର ବୀଜ ତମ ଭିତରେ ପଡ଼ିଛି। ତ ଉପଯୁକ୍ତ ପାଣି ପବନ ପାଇଲେ ସେ ଅଙ୍କୁରୋଦ୍ଗମ ହେବ, ବିଶାଳ ଦ୍ରୁମ ହେଇକି ଛିଡ଼ା ହେବ ତମ ପାଖରେ, ଆଉ ତମର ଅସ୍ତିତ୍ୱକୁ ସେ ଖାଇ ପିଇକି ବଢ଼େଇକି ସର୍ବନାଶ କରିବ। ତ ତାହେଲେ ତେବେ ଆମେ ଈର୍ଷା ରୋଗରେ ପୀଡ଼ିତ କି ନିଜକୁ ପ୍ରଶ୍ନ ପଚାରିବା। ଯଦି ଅନ୍ୟର ଉନ୍ନତି ଦେଖି ଆମ ଭିତରେ ଈର୍ଷା ବା ଏ ଦୁଃଖ ଆସୁନାହିଁ କାହା ଭିତରେ, ସେ ତ ନିଶ୍ଚିତ ଭାବରେ ଯେ ଆପଣଙ୍କର ସମ୍ମାନୀୟ। ତ ଈର୍ଷାର ଚାରିଟା ଲକ୍ଷଣ ଜାଣିବେ ଏଇ ଲୋକ ଈର୍ଷାଳୁ। କ'ଣ କ'ଣ ଲକ୍ଷଣ? ଏକ ନମ୍ବରରେ ହେଉଛି କାହାରି ଉନ୍ନତି ଦେଖି ସହି ନ ପାରିବା। ଅନେକ ଲୋକ ସଂସାରରେ ଅଛନ୍ତି, ଆପଣ ଦେଖିଥିବେ ବି, ଆପଣମାନଙ୍କ ଜୀବନ ବ୍ୟବହାରିକ ଜୀବନ ଭିତରେ ବି ଆସିଥିବ ଯେ ଆପଣ ଯଦି କୌଣସି କ୍ଷେତ୍ରରେ, ଯୋଗ କ୍ଷେତ୍ରରେ ହେଉ ବା ଧନ କ୍ଷେତ୍ରରେ ହେଉ, ଜ୍ଞାନ କ୍ଷେତ୍ରରେ ହେଉ, ଯଦି ଆପଣଙ୍କର ଉନ୍ନତି ହେଉଛି, ଆଉ ଜଣେ ତାକୁ ସହିପାରେନି, ତ ଜାଣିବେ ସେ ଲୋକ ଈର୍ଷା ରୋଗରେ ପୀଡ଼ିତ ଅଛି। ଇଏ ଗୋଟିଏ କାରଣ।
द्वितीय कारण अन्यर प्रशंसा को सही न पारिबा। जड़े भल काम कले बा व्यक्तित्व भल हेले बा भल विद्यार्थीटे जदि हुए ताकू समस्त प्रशंसा करेंगे। एमती पिला माने क्लास रे बसचंती जे पिलाटी फास्ट होची से पिला को किछि लोग पिला भल पाउथवा बेले आउ किछि पिला अछंती तार ए उन्नति को से सही पारंती जेता विरुद्धाचरण करंती उत्साह रटना करंती है से कौन जानी कारण मु तो गछ चढ़ी पारिबी नहीं अंगूर खाई पारिबी नहीं तेणु जो अंगूर टी से खाई की सुख पाउची बा परिश्रम रु पाउची सेटा भलो अंगूर न खोटा अंगूर से कही हो जानिबे से लोक ईर्षा रोग रे पीड़ित अछि ताठू टिके दूर रे रहिबे कारण दुर्जन को सदा त्याग करे साधु मुक्ति पाइबा को एभव प्रमादु से दुर्जन संगे सम ये होची द्वितीय कारण। तृतीय कारण होची निजर अयोग्यता बा अपारगता को न बुझी अन्यर योग्यता बा पात्रता उपरे देखी जलिबा निजे योग्य हबानी किंतु जड़े कहीं योग्य व्यक्ति सामना को आसीगला ताकू देखे करी आमे जलिबा कारण काले मो अयोग्यता पण समस्ते जानी नेबे सेति पई मु योग्य व्यक्ति को देखिले जलिबा आरंभ हो जानिबे से लोक ईर्षा रोग रे पीड़ित अछि तेणु से प्रकार व्यक्ति माने ये समाज रे क्षति करती चाहे से आपण को समाज रे थाई परंतु आपण को पड़ोसी हिसाब रे थाई परंतु बा आपण जोठी भी थाई परंतु एक प्रकार व्यक्ति संख्या अधिक कि कम विचार आपण ये होची ईर्षा रो आ गुटे तार नमूना। चतुर्थ रे होची अन्यर उपलब्धि और रूप को देखी सही न पारी जड़े भल विद्यार्थी भल उपलब्धि अच्छी तार ज्ञान क्षेत्र में भल उपलब्धि अच्छी जड़े भल रूपवान तार रूप भल यार रूपटी टिके भल नुहे देख सी चली जाऊ जदि आप देखे जो समय रे ईर्षा जहाँ भितर बंचीब ता भितर घृणा बंचीब आ जहाँ भितर घृणा बंचीब अशांति बंचीब ता भितर से लोक को देखीदेला ता भितर किंभूत किमाकार भावना सृष्टि ता भल गुण गुड़ा सब लुचि जो तार जेतिकी सब ता बाबद विष उद्गार करे सब विष उद्गार करे ये प्रकार भावना मुक्त हूँ आप साधक से भीम भोई कही साधक लक्षण अटई निर्गुण काहाकू अंतर नाई भाव बंधु प्राय समस्त को चाही एक आत्मा मनु थाई आपण जेहेतु साधक ये रोगरु आपण मुक्त हुंतु कारण तापाई आपण को जोग साधन कला बेले जो जोगर उपांग रूपक बटिका सब आपण मन को दे दिया है जो रोग होइतो से बटिका जो प्रकार रोग रे तो पीड़ित हो से प्रकार बटिका खा छाड़ी अच्छा ये आसवार मध्य चारटी कारण था ये आसे कहीं ना तार चारटा कारण कहीं आसे लक्षण गुड़ाक कहीगली एबे कहीं आसे तार चारटी कारण कौन कौन अहं मान्यता जहाँ भितर रहिबो मु जहाँ जानी संसार रे आउ कहीं जानिनी तेणु मु सबुठु श्रेष्ठ अन्य माने मोठु निकृष्ट ये गलत चिंताधारा ए प्रकार चिंताधारा जो व्यक्ति भितर बसी जाइए ना से हिंसा और ईर्षा रोग रे ही पीड़ित रहिबो कारण एते बड़ सृष्टि रे मु जो बाबद रे जानी से व्यक्ति जो कहूँ मु जानी नहीं बोली से जो बाबद रे जानी तो मु से बाबद रे जानी
ସେଥିପାଇଁ ଯେଉଁମାନେ ଶାସ୍ତ୍ର ପଢ଼ିକି ପଣ୍ଡିତ ହୁଅନ୍ତି, ମଜା କଥା ଗୋଟେ କହିବି, ଶାସ୍ତ୍ର ପଢ଼ିକି ପଣ୍ଡିତ ହେଇଥିବା ଲୋକ ଗାଁରେ ଆସିକି ଭାଗବତ ପଢ଼ନ୍ତି। ଜଣେ ଗୋଟେ ଗାଁରେ ଭାଗବତ ପଢ଼ୁଥିଲେ। ଭାଗବତ ପଢ଼ିବା ଭିତରେ ସେ ନଦୀ ପାର ହେଇକିରି ଆସନ୍ତି, ଆଉ ନଦୀ ପାର ହେଇକିରି ଯାଆନ୍ତି। ତ ଦିନେ ସେ ନଦୀ ପାର ହେଇକି ଯାଉଛନ୍ତି, ସେ ନାଉରିଆ ତାକୁ ଡଙ୍ଗା ପାରେଇ ଦଉଛି। ସେଇ ସମୟରେ କହିଲେ, ଆରେ ବାବୁ ତୁ ଟିକେ ସେଇ ଶାସ୍ତ୍ର ଫାସ୍ତ୍ର ଟିକେ ପଢ଼ୁନା ଆଜ୍ଞା, ମୋତେ ବେଳ କେତେ, ମୁଁ ତ ଘାଟ ପାରଉଛି ସମସ୍ତ, ଆଉ ମୁଁ କେତେବେଳେ ବେଳ। ଯାହା ହଉ ଆପଣ କିଛି ନହେଲେ ବି ଯାଇକିରି ସେ ଲୋକମାନଙ୍କ ଜୀବନକୁ ଉଦ୍ଧାର କରିଦେଉଛି, ତାକୁ ବି ପାରେଇ ଦେଉଛନ୍ତି, ମୁଁ ବି ଏଟା ପାରେଇ ଦେଉଛି, ଆପଣ ସେଟା ପାରେଇ ଦେଉଛନ୍ତି। ନା ଏମିତି କହିଲେ ହବ? ତୋ ଜୀବନଟା ତାହେଲେ ତୁ ବୁଝିପାରିଲୁନି, ତୋ ଜୀବନଟା ବେକାର ହେଇଗଲା। ହେଇଥିବ ଆଜ୍ଞା ଆପଣଙ୍କ ଭାବରେ, ମୁଁ ଜାଣେନି, ନା ଅଧା ବେକାର ହେଇଗଲା। କିଛି ବାଟ ଯାଇଛି, ମଝି ନଦୀରେ ପହଞ୍ଚି ଆସିଲା ଗୋଟେ ଝଡ଼ ତୋଫାନ। ସେ ଝଡ଼ ତୋଫାନ ଯେତେବେଳେ ଆସିଲା, ସିଏ ନାଉରିଆ ପଚାରୁଛନ୍ତି ପଣ୍ଡିତ ମହାଶୟଙ୍କୁ, ହେ ପଣ୍ଡିତ ମହାଶୟ, ଆପଣ ପହଁରା ଜାଣିଛନ୍ତି ନା? କହିଲେ, ସେଇଟା ତ ମୁଁ ଜାଣିନି। ନା ମୁଁ ସିନା ଶାସ୍ତ୍ର ପଢ଼ିକି ଅଧା ବେକାର ହେଇଥିଲି, ଏ ଯୋଉ ଝଡ଼ ତୋଫାନ ଆଇଲାଣି, ଯଦି ଡଙ୍ଗା ବୁଡ଼ିଯାଏ ଆପଣ ପୁରା ବେକାର ହେଇଗଲେ। ତେଣୁ କେବେ ବି କାହାକୁ ନିମ୍ନ ଚକ୍ଷୁରେ ଦେଖନ୍ତୁ ନାହିଁ। ତା ଜ୍ଞାନ ତାକୁ ବଡ଼, ସେ ଜାଣିନି, ତାକୁ ସ୍ନେହ ଦିଅନ୍ତୁ, ଆଦର ଦିଅନ୍ତୁ, ଶ୍ରଦ୍ଧା ଦିଅନ୍ତୁ, ସେ ଜାଣିବାକୁ ଚେଷ୍ଟା କରିବ। ତାକୁ ଯଦି ଆପଣ ବିରୋଧ କରିବେ, ତେବେ କ'ଣ ହବ? ଆପଣ ଈର୍ଷାର ରୋଗରେ ପୀଡ଼ିତ ଅଛନ୍ତି, ତେଣୁ ତାକୁ ବିରୋଧ କରୁଛନ୍ତି। ଆଉ ବିରୋଧ କଲା ମାନେ ବିରୋଧାଭାସ ତ ଶତ୍ରୁତାର କାରଣ ହବ ନାହିଁ। ତେଣୁ ସେଥିପାଇଁ ଅହଂମାନ୍ୟତା ଯେଉଁ ରୋଗ ଅଛି, ସେଇ ରୋଗରୁ ନିଜକୁ ମୁକ୍ତ କରନ୍ତୁ। ଏ ଅହଂମାନ୍ୟତା ଆହୁରି ମଧ୍ୟ ଡେଞ୍ଜରିୟସ୍, ଭାରି ଅସୁବିଧାରେ ପକା। କାହିଁକି ନା ସେଇଠୁ ଅହଙ୍କାରର ସୃଷ୍ଟି ହୁଏ। ଏ ପ୍ରକାର ଅହଙ୍କାରର ସୃଷ୍ଟି ହୁଏ ଯାହାକି ମଣିଷ ଆଉ ଯେଉଁ ସତ୍ୟକୁ ଜାଣିବାରେ ସମ୍ପୂର୍ଣ୍ଣ ଭାବରେ ଅକ୍ଷମ ହେଇଯାଏ। ତେଣୁ ଅହଂମାନ୍ୟତାର ମୁକ୍ତ ହୁଅନ୍ତୁ। ଦ୍ୱିତୀୟ, ଅସହିଷ୍ଣୁତା। ଆପଣ ଦେଖିବେ ଅନେକ ଲୋକ ଅଛନ୍ତି, ଯଦି ଜଣେ ଭଲ କଥା କହିପାରୁଛି ଆଉ ଜଣେ କହିପାରୁନାହିଁ, ଟିକେ କମ୍ କହୁଛି, ସେ କମ୍ କାହିଁକି ଭଲ କହିଲା, ସେ ପାଇଁ ତାର ଯେଉଁ ପ୍ରଶଂସାକୁ ଇଏ ସହିପାରିବନି। ତେଣୁ ସେଥିପାଇଁ ଜଣେ ଜଣକୁ ପଚାରିଲେ, ଗୁରୁଙ୍କୁ କହିଲେ, ଆଜ୍ଞା ସଂସାରରେ ସବୁଠୁ ଦାମିକା ଜିନିଷ କ'ଣ? ନା ମୁଁ। ଆଉ ସଂସାରରେ ସବୁଠୁ ନିକୃଷ୍ଟ ଜିନିଷ କ'ଣ? ଉତ୍କୃଷ୍ଟ ଜିନିଷ ଯଦି ମୁଁ ହେଲା, ତାହେଲେ ନିକୃଷ୍ଟ ଜିନିଷ କିଏ? ନା ମୁଁ। ମୁଁ ଯେତେବେଳେ ଏଇ ରୋଗରୁ ନିବୃତ୍ତ ହେଇଯିବି, ସେତେବେଳେ ଉତ୍କୃଷ୍ଟ ହେଇଯିବି। ମୁଁ ଯେତେବେଳେ ଏଇ ରୋଗରେ ପୀଡ଼ିତ ରହିବ, ନିକୃଷ୍ଟ ହେଇଯିବ। ତେଣୁ ମୁଁ ହିଁ ତ ସଂସାରରେ ସବୁଠୁ ଉତ୍କୃଷ୍ଟ, ମୁଁ ହିଁ ସବୁ ସଂସାରରେ ସବୁଠୁ ନିକୃଷ୍ଟ। ତେଣୁ ରୋଗରୁ ମୁକ୍ତ ହେବା ପାଇଁ ମଣିଷ ଡାକ୍ତରଖାନା ଯାଏ, କିନ୍ତୁ ଡାକ୍ତରଖାନାରେ ଏ ଔଷଧ ନାହିଁ। ଆପଣ ଡାକ୍ତର ଆପଣଙ୍କର ରୋଗ ପାଇଁ ଔଷଧ ଦେବ, କିନ୍ତୁ ମୃତ୍ୟୁକୁ ଟାଳି ପାରିବ? ତୁ ଆଉ ମରିବୁ ନା, ଏଇ ବଟିକା ଖା। କିନ୍ତୁ ଏଇ ଯୋଉ କଥା ନା, ଯଦି ୟାକୁ ଆପଣ ଗ୍ରହଣ କରିନେବେ, ଇଏ ଯୋଉ କଥା ରୂପକ ବଟିକା ଆପଣଙ୍କୁ ଅମରତ୍ୱ ପ୍ରଦାନ କରିବ, ଆଉ କେହି ପାରିବେନି। ଏ କଥା ରୂପକ ବଟିକା ଯେତେବେଳେ ସମାଜକୁ ଆସିଯିବ, ବୁଝିବାକୁ ଆସିଯିବ, ଆପଣଙ୍କର ଜ୍ଞାନକୁ ଆସିଯିବ, ତ ସେତେବେଳେ ଆପଣଙ୍କୁ ଆପେ ଆପେ ଜାଣିନେବେ ଯେ ବାସ୍ତବରେ ମୋର ମୃତ୍ୟୁ ହିଁ ନାହିଁ, କେବଳ ମୋ ନିଜର ଯେଉଁ ଅଜ୍ଞାନତା ହିଁ ମୋତେ ମୃତ୍ୟୁ ଆଡ଼କୁ ନଉଥିଲା। ଇଏ ହେଉଛି ଆପଣଙ୍କର ଅସଚେତନତା, ନିଚ ମାନସିକତା। ତୃତୀୟ ହେଉଛି ନିଚ ମାନସିକତାରୁ ଏସବୁ ଆସେ। ନିଚ ମାନସିକତା କ'ଣ? ତାକୁ ଭାରି ସୁନ୍ଦର ଭାବରେ ଲେଖିଛନ୍ତି କବିମାନେ। ଉଚ୍ଚ ମନା ସଦା ଉଚ୍ଚ ଫଳ ଲଭେ, ଅଭାଗା ଲଭେ ଅଶିବ,
ସାଗର ମନ୍ଥନେ କେଶବ କମଳା ଗରଳ ଭକ୍ଷିଲେ ଶିବ। ତେଣୁ ଉଚ୍ଚ ମନା ଯେତେବେଳେ ଆପଣ ହେବେ ସେତେବେଳେ ଆପଣଙ୍କର ବିଚାର ମଧ୍ୟ ଉଚ୍ଚ ହବ। ବିଚାର ଯେତେବେଳେ ଉଚ୍ଚ ହବ ତ ସେତେବେଳେ ଆପଣଙ୍କ କର୍ମ ବି ଉଚ୍ଚ ହବ। କର୍ମ ଯେତେବେଳେ ଆପଣଙ୍କର ଉଚ୍ଚ ହବ ସେତେବେଳେ ଫଳ ବି ଉଚ୍ଚ ହବ ନିଶ୍ଚିତ। ତେଣୁ ନିଚ ମାନସିକତା ଯୋଉମାନଙ୍କ ଭିତରେ ଅଛି ଜାଣିବେ ସେ ଈର୍ଷା ଗୁଣରୁ ହିଁ ସୃଷ୍ଟି ହେଇଛି। ନିଚ ମାନସିକତା, ଏ ନିଚ ମାନସିକତାରୁ ଆପଣ ମାନେ ନିଜକୁ ଉଦ୍ଧାର କରନ୍ତୁ। ଆପଣ ଯେ ମହାନ ହୁଅନ୍ତୁ, ହୃଦୟକୁ ଖୋଲି ଦିଅନ୍ତୁ। ଆପଣଙ୍କ ପାଖରେ ନିଜ ପାଖରେ ଖୋଲି ଦିଅନ୍ତୁ। ଅନେକ ଛୋଟ ଛୋଟ ଜିନିଷ ଆସିକିରି ଆପଣଙ୍କ ପାଖରେ ଇଏ ଚିତ୍ତ ଭୂମିକୁ ଯେ ବିଦ୍ରୁପ କରିବ ଆପଣଙ୍କୁ। କାରଣ ଆପଣ ଯୋଉ ଅଭ୍ୟାସରେ ଥିଲେ ସେଇ ଅଭ୍ୟାସରୁ ଯେତେବେଳେ ବାହାରକୁ ଯିବାକୁ ଚାହିଁବେ ସେ ଅଭ୍ୟାସ ଗୁଡ଼ାକ ଆପଣଙ୍କର ଯୋଉ ହେଇଯାଇଥିଲା ସେଇଗୁଡ଼ାକ ଆସିକି ଆପଣଙ୍କୁ ଯିବାକୁ ଦବ ନାହିଁ, ବାଟ ଅଟକେଇବ। ସେତିକି ବେଳେ ଆପଣ ଯୋଉ ଯୋଗ ସାଧନରେ ଶକ୍ତି ପ୍ରାପ୍ତ ହେଇଥିବେ ସେତିକି ବେଳେ ଆପଣ ଦୃଢ଼ ସଂକଳ୍ପ ନେବେ କ'ଣ ନା ଆପଣ ଏ ଯୋଉ ପ୍ରତିବନ୍ଧକ ମୋ ପାଇଁ କିଛି ନୁହେଁ, ଏ ପ୍ରତିବନ୍ଧକ ମୋ ପାଇଁ କିଛି ନୁହେଁ, ନିୟମ ତିଆରି କରିନେବେ। ମୁଁ ଏ କଥାକୁ ମାନିବି ନାହିଁ, ମାନିଲେ ମତେ ଦୁଃଖୀ ହବାକୁ ପଡ଼ିବ, ମାନିଲେ ମତେ ନିଚ ସ୍ତରକୁ ଯିବାକୁ ପଡ଼ିବ। ସେଥିପାଇଁ କହନ୍ତି ନା ଉଚ୍ଚ କୂଳେ ଜାତ ହେଲେ ଉଚ୍ଚରେ ରହି ନ ପାରେ କୁଜନ, କାଦମ୍ବିନୀ ଗର୍ଭେ ଜନମି କୁଳିଶ ନିଚକୁ କରେ ଗମନ। ଆପଣ ଉଚ୍ଚ କୂଳରେ ଜନ୍ମ ହେଲେ କ'ଣ ହବ? ଯଦି ନିଚ ମାନସିକତା ରହିଲା ଆପଣଙ୍କ ଭିତରେ ଆପଣ ନିଚକୁ ହିଁ ଯିବେ ଏବଂ ସେତେବେଳେ ଆପଣଙ୍କୁ ଉପଦେଶ ଭଲ ଲାଗିବ ନାହିଁ। ଯେମିତିକା ଯଦି କେହି ବ୍ୟକ୍ତି ଆସିକି ଆପଣ ଜାଣିବେ କିଏ ସେ ଲୋକକୁ ନା ଯଦି କେହି ବ୍ୟକ୍ତି ଆସିକିରି ଆପଣଙ୍କର ଘରେ ପହଞ୍ଚିକିରି କାହା କଥା ବା କୋଉ ଲୋକର କଥା ଆପଣଙ୍କ ପାଖରେ କୁହେ କଚରା, ଆପଣ ଘର ଭିତରେ ଯୋଉ ଅଳିଆ ପକାଉଛନ୍ତି ସେ ଅଳିଆକୁ ଆପଣ ଖୋଲିକି ବାହାର କରିଦେଉଛନ୍ତି ତୁରନ୍ତ। କିନ୍ତୁ ଯଦି ଜଣେ ବ୍ୟକ୍ତି ଆସିକିରି ଆପଣଙ୍କ ମସ୍ତିଷ୍କରେ କଚରା ପକେଇବାକୁ ଚେଷ୍ଟା କରେ ଆପଣ ତା ଉପରେ ନିମନ୍ତ୍ରଣ କରିବେ ସେ କ'ଣ ହେଇଥିଲା କହିବା ଶୁଣିବା ଟିକେ ବ ତାକୁ ଆରେ ମେହମାନ ବୋଲି ଡାକିବେ। ଆରେ ତୁମର ଭଲ ତା ବିଷୟରେ କହିଲୁ। ଇଏ ନିଚ ମାନସିକତାର ପରିଚୟ। ଏଥିରୁ ମୁକ୍ତ ରହିବେ। ସ୍ଥିର ନକାରାତ୍ମକ ଚିନ୍ତା ବା ତୁଳନାତ୍ମକ ଚିନ୍ତାରୁ ମୁକ୍ତ ରୁହନ୍ତୁ। ଘରେ କୃଷ୍ଣ ମନେ କହିପାରୁଛୁ, ଆମେ କାହିଁ କହିପାରୁନୁ? କହିଦେଲେ ଜଣେ ବଡ଼ ହେଇଯାଏନି ଆଜ୍ଞା। ଜଣେ କହି ନ ପାରୁଥିବା ଲୋକ ଅନୁଭବ କରିକି ବି ଯେତିକି ରାସ୍ତା ଯାଇପାରିବ ଜଣେ ଶାସ୍ତ୍ର ପଢିକି ବା କହିକି ସେତିକି ରାସ୍ତା ଯାଇପାରିବ। ପାଠ ପଢି ନଥିଲେ ଭୀମ ଭୋଇ, କିନ୍ତୁ ତାଙ୍କର ଶାସ୍ତ୍ର ଆଜି ରିସର୍ଚ୍ଚରେ ଲାଗୁଛି। ଏ ଯୋଉ ଆମର ଯୋଉମାନେ ଫିଲୋସଫି କରୁଛନ୍ତି ଓଡ଼ିଆରେ ସେମାନେ ପଢୁଛନ୍ତି ତାକୁ। ପାଠ ପଢି ନଥିଲେ ସେମାନେ ବେଶୀ। ଆପଣ ଲୁଇପା ହାଡ଼ିପା ଯୋଉ ଥିଲେ ଏମାନେ ପାଠ ବିଶେଷ ପଢି ନଥିଲେ କିନ୍ତୁ ଓଡ଼ିଆ ଭାଷାର ସୁରକ୍ଷା ସେମାନେ କରିଛନ୍ତି। ସେତେବେଳେ ସେ ଭାଷା ଯୋଉ ପ୍ରକାର ଥିଲା ତାକୁ ବୁଝିବା ଭାରି କଷ୍ଟ। ସେମାନଙ୍କ ଭିତରେ ନିଜ ମାନସିକତା ନଥିଲା, ଜ୍ଞାନ ଥିଲା। ସେମାନେ ଜ୍ଞାନକୁ ସମ୍ମାନ ଦଉଥିଲେ। ତେଣୁ ସମାଜରେ ବିଘଟନ ସେତିକି ବେଳେ ହୁଏ ଯେତେବେଳେ ଉପଯୁକ୍ତ ଲୋକକୁ ଉପଯୁକ୍ତ ସମ୍ମାନ ନ ମିଳେ ବା ଉପଯୁକ୍ତ ଜାଗା ନ ମିଳେ, ସେତିକି ବେଳେ ସମାଜରେ ବିଘଟନ ହୁଏ। এই যে রাঢ় বলে জায়গা আছে সেইটি লুইপা আশ্রম করଥିଲେ। ସେ ଯୋଉ ଲୁଇପା ଆଶ୍ରମ କରିଥିଲେ ତାଙ୍କ ଲେଖା ଆପଣଙ୍କର ମୁଁ ଦେଖିଛି ସାନ ଭାଇ ଯେତେବେଳେ ଏମଏ ଓଡ଼ିଆରେ ଏମଏ କଲା ତାଙ୍କର ସେଇ ଲୁଇପା ଲେଖା ହାଡ଼ିପା ଲେଖା ଏଗୁଡ଼ା ସବୁ ଥିଲା। ସେ ଲୁଇପା ଜଣେ ସାଧକ ଥିଲେ। ସେ ସାଧକଙ୍କ ଭିତରେ ଏତେ ନିଚ ମାନସିକତା ନଥିଲା। ଗୋଟିଏ ଲେଖା ତାଙ୍କର ମୁଁ ସେଠୁ ଉଦ୍ଧାର କରିଥିଲି। କ'ଣ
କା ତରୁବର ପଞ୍ଚ ବିଡାଳ ଚଞ୍ଚଳ ଚିଆ ପଇଠା ଜାଳ ଢିଅ କରି ମହାସୁଅ ପରିମାଣ ଲୁଇ ଭଣଇ ଗୁରୁ ପୁଛିଅ ଜାଣ। କା କା ଅର୍ଥ ଶରୀର, ତରୁବର ତରୁବର ଅର୍ଥ ଯୋଉ ଡାଳ ଯାଇଛି, କା ତରୁ ପଞ୍ଚ ବିଡାଳ ପାଞ୍ଚଟା ଶାଖା ପ୍ରଶାଖାରେ ତିଆରି ଯୋଉଟା ପଞ୍ଚଭୂତରେ ଗଢ଼େ। କା ତରୁବର ପଞ୍ଚ ବିଡାଳ ଚଞ୍ଚଳ ଚିଆ ପଇଠା ଜାଳ ଶୀଘ୍ର ମୁନି ମୁଦ୍ରାରେ ବସ ବା ଏଇ ଯୋଉ ସୁଖା ଏଇ ଯୋଉ ଆମର ଇଏ ଆସନରେ ବସ ମୁନି ମୁଦ୍ରା। ପଇଠା ଜାଳ ଅର୍ଥ ତମ ଭିତରେ ପ୍ରାଣାୟାମ ଆରମ୍ଭ କର। ଚଞ୍ଚଳ ଚିଆ ପଇଠା ଜାଳ ଢିଅ କରି ମହାସୁଅ ପରିମାଣ। ଢିଅ ମାନେ ଅର୍ଥ ହଉଛି ଆପଣ ମୂଳବନ୍ଧ, ଯୋଉଟା ମୂଳବନ୍ଧରେ ବସିଲେ ନା ଏମିତି ମୂଳବନ୍ଧ, ତା ଅର୍ଥ ଆପଣଙ୍କର ଏଇଠି ବନ୍ଧ ପଡ଼ିଲା। ଯୋଉ ସୁଷୁମ୍ନା କାଣ୍ଡ ଆମ ଭିତରେ ଅଛି ଏବଂ ଏଇଟା ହଉଛି ମୂଳାଧାର ଚକ୍ର, ସେଇଠି ଯୋଉ ଆପଣ ଗୋଇଠିଟା ଲଗାଉଛନ୍ତି ସେଟା ହଉଛି ମୂଳବନ୍ଧ। ଢିଅ କରି ମହାସୁଅ ପରିମାଣ ପ୍ରାଣ ବହୁଛି, ମହାସୁଅ ପରିମାଣ ଲୁଇ ଭଣଇ ଗୁରୁ ପୁଛି। ତମେ ଯେତେବେଳେ ସାଧନ କରିବ ସାଧନାରୁ ଯାହା ପ୍ରାପ୍ତ ହବ ଲୁଇ ଭଣଇ ଗୁରୁ ପୁଛିଅ ଜାଣ। ତାହେଲେ ଗୁରୁକୁ ପଚାରିକି ମୁଁ ସେଟା ପାଇନଥିଲି, ଯାହା ନିଜେ ଅନୁଭବ କଲି ବା ଗୁରୁ ମତେ ଯାହା କହିଥିଲେ ପ୍ରାକ୍ଟିକାଲି ମୁଁ ଯାହା ଅନୁଭବ କଲି ସେଟା ମାନେ ଗୁରୁଙ୍କୁ ପଚାରିକି ପାଇନଥିଲି। ଏତେ ସୁନ୍ଦର କଥା। ଇଏ ହଉଛି ଆପଣଙ୍କର ନକାରାତ୍ମକ ଚିନ୍ତା ବା ତୁଳନାତ୍ମକ ବୃତ୍ତିରୁ ନିଜକୁ ନିବୃତ୍ତ କରନ୍ତୁ। ଆଚ୍ଛା, ଏହାର ପରିଣାମ କ'ଣ? ଯଦି ଆମ ଭିତରେ ଈର୍ଷା ରହିବ ତ ପରିଣାମ କ'ଣ? ଏହାର ପରିଣାମ ଭାରି ଭୟାବହ। ଏକରେ କ'ଣ ହବ ନା ଆପଣଙ୍କ ଭିତରେ ବୈର ଭାବ ରହିବ, ଶତ୍ରୁ ଭାବ ରହିବ। ଆପଣ ଶତ୍ରୁ ଆଖିରେ ଅନ୍ୟମାନଙ୍କୁ ଦେଖିବେ, ବିରୋଧ ଆସିବ, ଯାବତୀୟ ଅସୁବିଧା ଆସିକି ଆପଣଙ୍କ ପାଖରେ ପହଞ୍ଚିବ। ଗୋଟିଏ ଜିନିଷ ଯଦି ରହିବ, ଯେମିତିକା ଆପଣଙ୍କର ଗୋଟିଏ ଠୋପା ଯଦି ପଡ଼ିବ ଭାଣ୍ଡ କ୍ଷୀର ଭିତରେ ବିଷ, ସେ ଭାଣ୍ଡକ ସାରା କ୍ଷୀର ବିଷ ହେଇଯିବ। ତେଣୁ ବୈରତା ଆସିବ, ଶତ୍ରୁତା ଆସିବ। ଏ ଶତ୍ରୁତା ଗୁଣ ଯାହା ପାଖରେ ରହିବ, ହିଂସା ଆସିବ, ହିଂସାରୁ ପ୍ରତିହିଂସା ବି ସୃଷ୍ଟି ହେବ। ତେଣୁ ଆପଣ ଯେତେବେଳେ ବାସ୍ତବ ନିଜର ପ୍ରକୃତ ସ୍ୱରୂପକୁ ଜାଣି ନେବେ ନା, ଶୁଣିକି ହଉ ବୁଝିକି ହଉ ସାଧିକି ହଉ, ଯଦି ଜାଣି ନିଅନ୍ତି ତେବେ ଆପଣଙ୍କ ବିବେକ ଆପଣଙ୍କୁ ଖାଇବ। ବିବେକ ବାଧା ଦେବ ନା ସେଇଟା ଠିକ ନୁହେଁ, ଆପଣ ରୁକିଯିବେ। ବିବେକର ଡାକକୁ ଶୁଣି ନେବେ। ମୂଢ଼ ମନ ଶୁଣବାରେ ବିବେକ ଡାକ, ଶୁଣିଲେ ତା ଡାକ ନ ରହିବ ଦୁଃଖ ଜ୍ଞାନ ତରାଜୁରେ ତୋରିଲେ। ତ ଯେତେବେଳେ ଏ ବୈର ଭାବକୁ ଏ ହିଂସା ଆପଣଙ୍କ ଭିତରୁ, ସେଥିପାଇଁ ଆମର ଯୋଗ ଶାସ୍ତ୍ରରେ ଅଛି ଅହିଂସା, ଅହିଂସା ପ୍ରତିଷ୍ଠାୟାନ୍ ତତ୍ସନିଧ୍ୟୋ ବୈରତ୍ୟାଗ। ତେଣୁ ଏଇଟା ରହିବ ନାହିଁ। ଏଇଟା କାହିଁକି ଆସିଥିଲା ନା ଆମ ଭିତରେ ଈର୍ଷା ଥିବାରୁ ଏଗୁଡାକ ସବୁ ପହଞ୍ଚିଲା। ଯଦି ଈର୍ଷା ଗୁଣଟା ପଳେଇଯିବ, ଧୀରେ ଧୀରେ ଆମେ ତାକୁ ଜାଣି ନେବା ଏବଂ ତାକୁ ତିରସ୍କାର କରିବା, ରଖିବାନି, ତିରସ୍କାର କରିବା, ତେବେ କ'ଣ ହବ ନା ଆମେ ଆଉ ହିଂସା ଭାବ ରହିବ ନାହିଁ, ଅହିଂସା ଭାବ ଆମ ଭିତରେ ପ୍ରକଟ ହବ। ହିଂସା ବି ଯେମିତି ଗୁଣ, ଅହିଂସା ବି ସେମିତି ଗୁଣ। ତେଣୁ ସେଇଥିପାଇଁ ଆପଣଙ୍କର ଯେ ମୁଁ ଅମୁକି ଅହଙ୍କାର କରିବା ଅପେକ୍ଷା ନିଜକୁ ଦିନହୀନ ଭାବେ ବି ଗୋଟେ ଅହଙ୍କାର, ନିଜକୁ ଦିନହୀନ ଭାବି ଗୋଟେ ଅହଙ୍କାର। ଏଇଟା ଯେମିତି ଆପଣଙ୍କୁ ଖାଇବ, ଏଇଟା ବି ସେମିତି ଖାଇବ। ସେ ମଝିରେ ରହିବ, ତାକୁ କୁହନ୍ତି ବିତରାଗ ସ୍ଥିତି। ସେଥିପାଇଁ ମୁଁ ଲେଖାରେ ଲେଖିଥିଲି, ବିତରାଗ ସ୍ଥିତି ବାବୁ ମୁନିର ଲକ୍ଷଣ, ତେଜିବା ଦରବ କେବେ ନକର ଭକ୍ଷଣ। ତେଣୁ ବିତରାଗ ସ୍ଥିତିରେ ରହିବେ। ସେଥିପାଇଁ
ଯେ ଆପଣଙ୍କର ଲାଷ୍ଟରେ କହିବି ଭଗବାନ ଅଛନ୍ତି କି ନାହାନ୍ତି ଏ କଥା କବୀର ଦାସଙ୍କୁ ପଚରା ହେଇଥିଲା। ମୋତେ ପଚାରିବେ ସେତେବେଳେ କହିଦେବି ସିଏ ବଢ଼ିଆ ଉତ୍ତରଟେ ଦେଇଥିଲେ ତାଙ୍କ ଦୋହାରେ। ମୁଁ ସାରିଦିଏ ଏଇଟା। ଇଏ ହେଲା ଆପଣଙ୍କର ହିଂସା। ତାପରେ ଆସିବ ବିରୋଧ ଆସିବ ଆପଣଙ୍କୁ ପ୍ରବଳ ମାତ୍ରାରେ ବିରୋଧ ଆସିବ। ଆପଣ ଦେଖିବେ ଯୋଉ ଲୋକ ଆପଣଙ୍କ ପାଖରେ ଆସି ସବୁବେଳେ ଶିକାୟତ କରୁଛି ବା ସବୁବେଳେ ଅଭିଯୋଗ କରୁଛି ଜାଣିବେ ସେ ଲୋକ ଭିତରେ ଈର୍ଷା ବଞ୍ଚିଛି। ନହେଲେ କାହିଁକି ଲୋକମାନେ ତାକୁ ଏ ପ୍ରକାର କରୁଛନ୍ତି। ଖାଲି ମତେ ଶତ୍ରୁ ହେଲେ ବି କେବେ ବି ଲଢିବ ନାହିଁ। କିଛି ଗୁଣ ଆପଣଙ୍କ ଭିତରେ ଅଛି ଯାହା ଫଳରେ କି ସବୁବେଳେ ବିରୋଧ କାହିଁକି ଆସୁଛି, ବୈରତା କାହିଁକି, ଶତ୍ରୁତା ଆପଣଙ୍କ ଭିତରେ ଅଛି। ଶତ୍ରୁତା ବିରୋଧ ଆସୁଛି। ଷଡ଼ଯନ୍ତ୍ର, ସେ ଷଡ଼ଯନ୍ତ୍ରକାରୀ ହେଇଥିବ ଜାଣିବେ ସେ ଈର୍ଷା ରୋଗ ତା ଭିତରେ ଅଛି। ତେଣୁ ଆପଣ ସେଥିରୁ ମୁକ୍ତ ହୁଅନ୍ତୁ। ତାପରେ କ'ଣ ଆସିବ ନା ଷଡ଼ଯନ୍ତ୍ର ପରେ ହିଂସା। ହିଂସା ତ କହିଗଲି। ଈର୍ଷାରୁ ମୁକ୍ତି ପାଇବା କେମିତି? ଈର୍ଷାରୁ କେମିତି ମୁକ୍ତି ପାଇବା? ଆମେ ଏକ ନମ୍ବରରେ ହେଉଛି ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ବଜାୟ ରଖ। ଖାଲି ପାଟିରେ କହିଦଉଛେ ଆମେ କ'ଣ, ମୁଁ ଆତ୍ମା ସର୍ବ ଜୀବ ଦେହି ମବିନୁ ସ୍ଥୂଳ ସୂକ୍ଷ୍ମ ନାହିଁ, କିନ୍ତୁ ସମସ୍ତଙ୍କ ଦେହରେ ମୁଁ ଅଛି ଏକଥା ମତେ ଅନୁଭବ ହେଲାଣି ତ। ନା ମୁଁ ନାମ ରୂପ ଯଶ ଖ୍ୟାତି ଜାତି ଧର୍ମ ବର୍ଣ୍ଣ ଏଇ ଯୋଉ ବନ୍ଧନ ଭିତରେ ଅଛି। ତେଣୁ ଆଧ୍ୟାତ୍ମିକ ଯୋଉ ଦୃଷ୍ଟିଭଙ୍ଗୀ, ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ କହିଲେ ଅହଂ ବ୍ରହ୍ମାସ୍ମି ତତ୍ତ୍ୱମସ୍ମି, ମୁଁ ବ୍ରହ୍ମ ତମେ ବି ସେଇଆ, ତମେ ତାଠୁ ଭିନ୍ନ ନୁହ। এই ଭାବରେ ଆମେ ଧୀରେ ଧୀରେ ଅଭ୍ୟାସ ଦ୍ୱାରା ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀକୁ ବିକଶିତ କରିବା ଯୋଗ ମାର୍ଗରେ ଚାଲିକି, ତେବେ ଯାଇକରି ଆପଣଙ୍କ ଭିତରୁ ଏଇ ଯୋଉ ବଦଗୁଣ ଗୁଡାକ ପଳେଇବ। ଯେମିତିକା ଲୁହା ଭିତରେ ଥିବା ଖାଦ ବା ସୁନା ଭିତରେ ଥିବା ଖାଦକୁ ବାହାର କରିବା ପାଇଁ ହେଲେ ତାକୁ ଟାଙ୍ଗଣା ପକେଇକିରି ଅଗ୍ନିରେ ତରଳେଇବାକୁ ପଡ଼ିବ। ଠିକ ସେଇଭଳିଆ ଆପଣଙ୍କ ମନ ଭିତରେ ଥିବା କଚରାକୁ ବାହାର କରିବା ପାଇଁ ହେଲେ ଯୋଗର ଅନୁଶାସନ ଭିତରେ ରହି ନିଜ ମନ ଭିତରୁ ଯେ ଅନୁଶାସନ ରୂପକ ଟାଙ୍ଗଣା ପକେଇ ଧ୍ୟାନ ରୂପକ ଅଗ୍ନିରେ ତାକୁ ବସାନ୍ତୁ। ପିଓର ସୁନା ରହିଯିବ, ଆଉ ଯୋଉ ଖାଦ ଗୁଡାକ ଅଲଗା ବାଦ ହେଇଯିବ। ଯେତେବେଳେ ଖାଦ ବାଦ ହେଇଯିବ ସେତେବେଳେ ଆପଣଙ୍କର ଆଉ ପ୍ରୟାସ କରିବା ଦରକାର। ଆପଣ ଅପ୍ରୟାସୀ ହେଇଗଲେ। ଆପଣଙ୍କର ନଡିଆ ଯେମିତିକା ଦିଟା ନଡିଆ ଅଛି, ଗୋଟେ ହଉଛି ଗଛରୁ ତୁଳି ଆଣିଲେ ଚୋପା ଛଡେଇ ଦେଲେ ଫଟେଇ ଦେଲା ପରେ ନଡିଆ କତା ଭିତରେ ନେଇ ଚୁପା ଭିତରେ ଚିପକେଇକି ଲାଗିଛି ନଡିଆ, ତାକୁ ଆପଣ କଷ୍ଟରେ କରୁଛନ୍ତି, ସେଟା ବି ନଡିଆ। ଆଉ ଗୋଟେ ନଡିଆକୁ ଆପଣ ଆଣିଲେ ଛଡେଇ ଦେଲେ ଫଟେଇ ଦେଲା ବେଳକୁ ଚୁପା ଅଲଗା କୁଳା ଅଲଗା, ନଡିଆ ଅଲଗା, କୋରଡ ନଡିଆ। ଇଏ ହଉଛି କାମନା ଯୁକ୍ତ ଜୀବନ, ସିଏ ହଉଛି କାମନା ମୁକ୍ତ ଜୀବନ। ତେଣୁ ଆପଣ କୋଉ ନଡିଆ ହେବେ ଆପଣ ଜାଣିଛନ୍ତି। କୋରଡ ନଡିଆ ଯଦି ହେବେ ତେବେ କଣ ହବ ନା ଆପଣଙ୍କ ଭିତରେ କୌଣସି ବାସନା ନାହିଁ, ରାଗ ଦ୍ୱେଷ ନାହିଁ, ମିଟି ଯାଇଛି। ଆଚ୍ଛା, ତାପରେ କଣ ସକାରାତ୍ମକ ଚିନ୍ତାରେ ମଗ୍ନ ରୁହ। ସକାରାତ୍ମକ ଚିନ୍ତା ବଢିଆ ଉଦାହରଣ ଦେବି ଗୋଟେ ଆଜି। ଥରେ ରାବଣଙ୍କର ଭାଇ ହଉଛି ବିଭୀଷଣ। ତ ବିଭୀଷଣ ଯେତେବେଳେ ରାମଙ୍କ ସହିତ ସମ୍ପର୍କ ରଖିଲେ ତ ରାବଣର ରାମଚନ୍ଦ୍ରଙ୍କର ନାମ ଶୁଣିଲେ ତାଙ୍କ ଭିତରେ ଘୃଣା ଭାବ ଥିଲା ବା ଶତ୍ରୁତା ଭାବ ଥିଲା। ତେଣୁ ସିଏ ନାମ ଶୁଣିଲେ ବିରକ୍ତ ହଉଥିଲେ। ତ ବିଭୀଷଣ ଯେତେବେଳେ ରାମଙ୍କର ନୀତି ରାମଙ୍କର ଯୋଉ ଇଏ ଉପରେ ତାଙ୍କ ଉପରେ ନ୍ୟସ୍ତ କରିଗଲେ, ତ ସେ ସେଠୁ କଣ କଲେ ନା ବିଭୀଷଣ ଯୋଉ ଘରେ ରହୁଥିଲେ ସେ ଘର ଚାରି କାନ୍ଥରେ ଲେଖିଦେଲେ ରାମ 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 ଲେଖିଦେଲେ। ତ ଏ କଥା ରାବଣ କାନରେ ପଡିଲା। ଯେତେବେଳେ ରାବଣ କାନରେ ପଡିଲା
रावण रागी के पंचम मोहरी भाई हेकरी तू राम नाम चारि कांथरे तू जानिचु राम मोर शत्रु तो कांथ सारा लेखि पकईचु मंदोदरी को डाकी करी आसिकरी रावण पहुंचले का पाखरे जे ये कौन था ना रावण विभीषण पाखरे घर रूम रे बा तांको कुटीर अरे ये कौन सब हेची कौन लेखिछु एगुड़ा सब भाई प्रणाम मु आपणकर ही लेखिछि ना कौन हमर लेखिछु ना आपणको ना कौन कहूना ना रावण तू जानिनु कि ना प्रथमे को अक्षरटा अछि रा द्वितीय रे भाउज को नै कि तांको ना कोन मंदोदरी द्वितीय अक्षरटा कोन अछि मो मुझे रावण मंदोदरी अच्छा 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 आ सेटू कहि गिर पळे सकारात्मक दृष्टिकोण भीतर मोर रहिला सेति पे साधक मान लेक्चर ना सबसे बसिए सबसे रसिए सबका लीजिए नाम हाँ जी करते रहिए बैठिए अपने ठाम नले अपन को साधना को नष्ट कर दो समाज सबुठ बेसी विरोध आसीबो समाज परिवार तेणु तांको तांको बाटरे छाड़ी दियंतो आपण आपण को बाटरे शत्रुता आचरण कर ये होची आपण को सकारात्मक चिंता गुणग्राही हेबा को चेष्टा करंतो ये दीदी को भीतर गोटे भल गुण अछि जे समस्त को स्नेह दवा अच्छा हमें से स्नेह गुणटा ग्रहण करियो ना करियो ताकर अन्य कोन गुण अछि हमें कैसे देखि संपूर्ण शरीर भीतर रही निर्गुणी के हिबरियो हिबरियोनी तेणु जहाँ भीतर जहाँ भल गुण अच्छी ताको हमें ग्रहण करिया खराबटा हमें पछुक पके दवा जीशु ख्रीष्ट चलला बेले कहूतले गोटे कथा कौन गोटे भार कांधे की जेमती भारुआटे जाए से प्रकार चल केमिति ना भारर जेमती दीटा पाख गोटे आग पाख गोटे पछ पाख सबु भल गुड़ाक ए सामने रख सबु खराब गुड़ाक पछाड़ रख देखा दियो ताल तुमको देखा जीवनी माने तुम मन ऊपर प्रभाव पड़ियो तेणु इग्नोर खराब कथा को सब इग्नोर कर तबे जाई हो अच्छा गुणग्राही हो तबे निजर अस्तित्व को सठिक भाव रे गुरु को सम्मुख रे बसी बोध करियो चेष्टा कर जते पर्यंत प्रकृत अस्तित्व को ठीक भाव रे बोध हेई नाही सेते पर्यंत ये जो वचन कुहा होची एटा पर वचन हे जीव प्रवचन हो सुनी गले आपण बुझी गले भी आपण किंतु आचरण कला बेले आचरण आम परिचय चिंता चेतनार समारोह माध्यम अटई कलेवर भावरु जन्म ए संसार चल चंचल प्रवृत्ति रे चित्त एटी क्षेत्र को जगी क्षेत्री आम सब अनंत पत्र यात्री एटी किए राजा किए मंत्री सेठी था जे आम सब अनंत पत्थर यात्री एटी किए राजा किए मंत्री तेणु शेष बेले कथा थिला आपणकर जे कबीर दास को जो कहा हेतिला से त की प्रकार उत्तर देइतले जे भगवान अछंती ना नहंते ताको जो प्रश्न हला से उत्तर बढ़िया गोटे दोहारे देइतले कोन उत्तर देइतले हां कहू तो है नहीं हाँ कहू तो है नहीं नहीं कहा तो ना जाए हाँ कहू तो है नहीं नहीं कहा ना जाए हाँ नहीं के बीच में साहेब रहा समाय हाँ कही भी जदि तबे नहीं से का काल्पनिक ईश्वर को मस्तिष्क मनीषर मस्तिष्क रु बाहर करिया पई शिवमुनि आस्थिले ना तेणु से कबीरदास से उलझन रे पड़ी
ତାଙ୍କୁ ଯେତେବେଳେ ଘେରିକି ପଚାରିଛନ୍ତି ଭଗବାନ ଅଛି ନା ନାଇଁ କହ, ସେଇଠୁ ସେ ଦୋହାଟରେ ପ୍ରକାଶ କରିଛନ୍ତି ହଁ କହୁ ତ ହେ ନାହିଁ, ଯଦି ମୁଁ ହଁ କହିବି ତ ନାହିଁ ପ୍ରକୃତରେ ଈଶ୍ୱର नहीं कहा ना जाए, ना କହିଦେବି ଯଦି ନାହିଁ ବୋଲି ତାହେଲେ ଏମାନେ ମୋ ଶରୀରକୁ କ୍ଷତାକ୍ତ କରିଦେବେ। ତେଣୁ କଣ କଲେ, हाँ नहीं के बीच में साहेब रहा समाय, ना ହଁ କହିବି ନା କହିବି ମୋର ଦେଇକି ବସିବି। କଣ ବୁଝିପାରିଲେ? ତ ମୁଁ କାହାରି ପାଖରୁ କୌଣସି ଇଏରୁ କୌଣସି ପ୍ରକାର ରିଶ୍ବତ ନେଇ ନାହିଁ, ତମର ଭୁଲ ବୁଝିଥିବା କଥାଟାକୁ ହଁ କହିବି। ବୁଝିପାରିଲେ? ତେଣୁ ମୁଁ ଯଦି ନା କହିଦେବି ତମ ଭିତରେ ଥିବା ପ୍ରତିହିଂସା କରିକି ମତେ ଅବସ୍ଥା ଘାଇଲା କରିଦେବ। ଆଉ ଯଦି ମୁଁ ତମ ହଁରେ ହଁ ମିଳେଇ ଦେଲି ତେବେ କଣ ହବ ନା ସମାଜରେ ଗୋଟେ ଭୁଲ ବାର୍ତ୍ତା ଯିବ। ତେଣୁ ହେଉଛି ଆଜିକାର ସତ୍ସଙ୍ଗର ସାରାଂଶ। ତେଣୁ ଆପଣମାନେ ଈର୍ଷା ରୋଗରୁ ମନରେ ବାନ୍ଧିଲା ବସା ଲୋଭ ଅହଙ୍କାର ଯେମିତି ଚୋରାଇ ନେଲା ଚେତନା ଏମାୟାର ସଂସାର। ତେଣୁ ଆପଣଙ୍କର ଚେତନାକୁ କାହାକୁ ଚୋରି ହେବାକୁ ଦିଅନ୍ତୁ ନାହିଁ। ଏ ଗୁଣ ଗୁଡ଼ା ଯଦି ରହିବ ତେବେ ଏ ଚେତନା ଚୋରି ହେଇଯିବ। ତେଣୁ ଆପଣ ଈର୍ଷା ରୋଗରୁ ମୁକ୍ତ ହୁଅନ୍ତୁ। ଆପଣମାନଙ୍କୁ ସପ୍ରେମ ଜୟ 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 ଜୟ।